Namaskar everyone, welcome to the Viksit Bharat Buildethon 2025. ମୋ ନାଁ ହେଉଛି ସାଇରାମ ପ୍ରଧାନ। ମୋ ନାଁ ଜଗନ ବେହେରା। ଆମେ ଜିଲୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅଟୁ। ଆମ ପ୍ରକଳ୍ପର ନାମ ଏୟାର ପ୍ୟୁରିଫାୟର ପ୍ରକଳ୍ପ। ଏୟାର ପ୍ୟୁରିଫାୟର ପ୍ରକଳ୍ପର ତିଆରି ଏବଂ ଏହାର ପରିଚୟ ବିଷୟରେ ଆସନ୍ତୁ ଜାଣିବା। ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ହେଉଛି ସମାଜର ଏକ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ସମସ୍ୟା, ଯେଉଁ ସମସ୍ୟାରେ କି ଆମ ସମାଜରେ ବୃଦ୍ଧି ହେଉଥିବା ଯାନବାହନ, କଳକାରଖାନା ଭଳି ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ବାହାରୁଥିବା ଅଶୁଦ୍ଧ ଧୂଳିକଣା, ଧୂଳି ଆଦି ଆମ ବାୟୁରେ ମିଶି ଆମ ବାୟୁକୁ ଅଶୁଦ୍ଧ କରିଦେଉଛନ୍ତି। ଏଥିପାଇଁ ଆମେ ଏହି ସମସ୍ୟାକୁ ଆଖି ଆଗରେ ରଖି ଆମେ ଏକ ପ୍ରୋଜେକ୍ଟ ବା ପ୍ରକଳ୍ପ ପ୍ରସ୍ତୁତ କରୁଛୁ, ଯେଉଁ ପ୍ରକଳ୍ପରେ ଆମେ ଏକ ଅଶୁଦ୍ଧ ବାୟୁକୁ ଶୁଦ୍ଧ ବାୟୁ ରୂପେ ପରିଣତ କରିପାରିବା। ପ୍ରକଳ୍ପର ଉଦ୍ଦେଶ୍ୟ ବାୟୁ ପ୍ରଦୂଷଣ ହ୍ରାସ କରି ଓ ଶୁଦ୍ଧ ବାୟୁ ପ୍ରଦାନ କରିବା, ଅଳ୍ପ ସମୟରେ ଏକ ସରଳ ଏବଂ ବାୟୁ ସହଜକ୍ଷମ ଏୟାର ପ୍ୟୁରିଫାୟରକୁ ତିଆରି କରିବା, ବାୟୁର ଧୂଳି, ଧୂଆଁ ଓ ବ୍ୟାକ୍ଟେରିଆ ବାହାର କରିବା ନିଷ୍କ୍ରିୟ। ଏହାର ପ୍ୟୁରିଫାୟର ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ର ଯାହା ଆଗାମୀ ଦିନରେ ଘର ଏବଂ ସହରରେ ଆବଶ୍ୟକ ପଡ଼ିଥାଏ। ଏହି ପ୍ରକଳ୍ପ ଆମକୁ ବାୟୁ ପ୍ରଦୂଷଣ ରୋକିବା ଏବଂ ପରିବେଶ ସୁରକ୍ଷା ଗୁରୁତ୍ୱ ଦେବାର ଜାଗୃତି ଦେଉଛି। ଧନ୍ୟବାଦ। ନମସ୍କାର everyone, welcome to the Viksit Bharat Buildethon 2025. ମୋ ନାଁ ହେଉଛି ସାଇରାମ ପ୍ରଧାନ। ମୋ ନାଁ ଜଗନ ବେହେରା। ଆମେ ଜିଲୁଣ୍ଡି ନୋଡାଲ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅଟୁ। ଆମ ପ୍ରକଳ୍ପର ନାମ ଏୟାର ପ୍ୟୁରିଫାୟର ପ୍ରକଳ୍ପ। ଏୟାର ପ୍ୟୁରିଫାୟର ପ୍ରକଳ୍ପର ତିଆରି ଏବଂ ଏହାର ପରିଚୟ ବିଷୟରେ ଆସନ୍ତୁ ଜାଣିବା। ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ହେଉଛି ସମାଜର ଏକ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ସମସ୍ୟା, ଯେଉଁ ସମସ୍ୟାରେ କି ଆମ ସମାଜରେ ବୃଦ୍ଧି ହେଉଥିବା ଯାନବାହନ, କଳକାରଖାନା ଭଳି ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ବାହାରୁଥିବା ଅଶୁଦ୍ଧ ଧୂଳିକଣା, ଧୂଳି ଆଦି ଆମ ବାୟୁରେ ମିଶି ଆମ ବାୟୁକୁ ଅଶୁଦ୍ଧ କରିଦେଉଛନ୍ତି। ଏଥିପାଇଁ ଆମେ ଏହି ସମସ୍ୟାକୁ ଆଖି ଆଗରେ ରଖି ଆମେ ଏକ ପ୍ରୋଜେକ୍ଟ ବା ପ୍ରକଳ୍ପ ପ୍ରସ୍ତୁତ କରୁଛୁ, ଯେଉଁ ପ୍ରକଳ୍ପରେ ଆମେ ଏକ ଅଶୁଦ୍ଧ ବାୟୁକୁ ଶୁଦ୍ଧ ବାୟୁ ରୂପେ ପରିଣତ କରିପାରିବା। ପ୍ରକଳ୍ପର ଉଦ୍ଦେଶ୍ୟ ବାୟୁ ପ୍ରଦୂଷଣ ହ୍ରାସ କରି ଓ ଶୁଦ୍ଧ ବାୟୁ ପ୍ରଦାନ କରିବା, ଅଳ୍ପ ସମୟରେ ଏକ ସରଳ ଏବଂ ବାୟୁ ସହଜକ୍ଷମ ଏୟାର ପ୍ୟୁରିଫାୟରକୁ ତିଆରି କରିବା, ବାୟୁର ଧୂଳି, ଧୂଆଁ ଓ ବ୍ୟାକ୍ଟେରିଆ ବାହାର କରିବା ନିଷ୍କ୍ରିୟ। ଏହାର ପ୍ୟୁରିଫାୟର ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ର ଯାହା ଆଗାମୀ ଦିନରେ ଘର ଏବଂ ସହରରେ ଆବଶ୍ୟକ ପଡ଼ିଥାଏ। ଏହି ପ୍ରକଳ୍ପ ଆମକୁ ବାୟୁ ପ୍ରଦୂଷଣ ରୋକିବା ଏବଂ ପରିବେଶ ସୁରକ୍ଷା ଗୁରୁତ୍ୱ ଦେବାର ଜାଗୃତି ଦେଉଛି। ଧନ୍ୟବାଦ।